ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଦ୍ୱିତୀୟ କରନ୍ଥୀୟ ପତ୍ରର 4 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟରେ କ୍ଲେଶ ଭୋଗ କରିବାରେ ଈଶ୍ୱରଙ୍କର ସାନ୍ତ୍ୱନା। ତେବେ ଗତ ପାଠରେ ଆମେ ଦେଖିଥିଲୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରଚାର କାର୍ଯ୍ୟରେ ଈଶ୍ୱରଙ୍କର ସାନ୍ତ୍ୱନା। କିନ୍ତୁ ଆଜି ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟରେ ତାଡ଼ନା ଭୋଗ କରିବାରେ ଈଶ୍ୱରଙ୍କ ସାନ୍ତ୍ୱନା ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ଏହା ହେଉଛି ସବୁଠାରୁ ମହାନ ସାନ୍ତ୍ୱନା ଓ ମହାନ ବିଷୟ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଲାଭ କରିଥାଏ। କିନ୍ତୁ ଏହି ସ୍ତରକୁ ଯିବାକୁ ହେଲେ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଅନେକ ସ୍ୱାର୍ଥତ୍ୟାଗ ତଥା କ୍ଲେଶ ସହ୍ୟ କରିବାକୁ ପଡ଼ିବ। ମାତ୍ର ତାହାକୁ ସେହି ସମସ୍ତ କ୍ଲେଶ ମଧ୍ୟ ଦେଇ ସେହି ଉପର ସ୍ତରକୁ ଯିବାକୁ ଅଛି। ତାହାକୁ ସାହସ ବାନ୍ଧିବାକୁ ହେବ, ତାହାକୁ ଲଜ୍ଜା ପରିତ୍ୟାଗ କରିବାକୁ ହେବ, ତାହାକୁ ଅପମାନ ସହ୍ୟ କରିବାକୁ ହେବ। କିନ୍ତୁ ଏହି ସମସ୍ତ ମଧ୍ୟ ଦେଇ ମଧ୍ୟ ସେ ଈଶ୍ୱରଙ୍କ ସାନ୍ତ୍ୱନାକୁ ଉପଲବ୍ଧି କରିପାରିବ। ଈଶ୍ୱରଙ୍କ ସାନ୍ତ୍ୱନା ବିଷୟ ନେଇ ଏଠାରେ ଆମେ ତହିଁର ଅନ୍ୟ ଏକ ଦିଗକୁ ଲକ୍ଷ୍ୟ କରିବାକୁ ପାରୁଅଛୁ। ପ୍ରଥମ ପର୍ବରେ ଜୀବନର ଯୋଜନା ନିମନ୍ତେ ଈଶ୍ୱରଙ୍କର ସାନ୍ତ୍ୱନାକୁ ଆମେ ଲକ୍ଷ୍ୟ କରିଥିଲୁ। ସେହିପରି 2 ପର୍ବରେ ପାପ କରୁଥିବା ସାଧୁମାନଙ୍କୁ ସୁରକ୍ଷା ଦେବାରେ ଈଶ୍ୱରଙ୍କର ସାନ୍ତ୍ୱନାର ବିଷୟକୁ ଆମେ ଲକ୍ଷ୍ୟ କରିଥିଲୁ। ଏହାପରେ 3 ପର୍ବରେ ଖ୍ରୀଷ୍ଟଙ୍କର ଗୌରବମୟ ପ୍ରଚାର କାର୍ଯ୍ୟରେ ଈଶ୍ୱରଙ୍କର ସାନ୍ତ୍ୱନାକୁ ଆମେ ଲକ୍ଷ୍ୟ କରିଥିଲୁ। କିନ୍ତୁ ବର୍ତ୍ତମାନ ଆମେ ଚତୁର୍ଥ ସ୍ତରକୁ ଆସୁଅଛୁ, ଯେଉଁଠାରେ କି ଆମେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶ ଭୋଗ କରିବାରେ ଈଶ୍ୱରଙ୍କର ସାନ୍ତ୍ୱନାକୁ ଲକ୍ଷ୍ୟ କରିବାକୁ ପାରିବା। ଏହା ଆମମାନଙ୍କର ବ୍ୟବହାରିକ ଜୀବନ ସହିତ ସଂଯୁକ୍ତ। ଏଠାରେ ଆମେ ଏକ ଉଚ୍ଚତର ସୋପାନ ମଧ୍ୟକୁ ଆସୁଅଛୁ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକ କଷ୍ଟକର ସୋପାନ। ମାତ୍ର ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏହା ଅତି ଅପରିହାର୍ଯ୍ୟ। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, ଉଚ୍ଚତର ସୋପାନ ମଧ୍ୟକୁ ଆସ। ଆଉ ତାହା ହିଁ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ସାଧନ କରିବାକୁ ହେବ। ତେବେ 2 କରନ୍ଥୀୟ 4 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅତଏବ ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ ଏହି ସେବକ ପଦ ପାଇବାରୁ ସାହସ ବିହୀନ ନୋହୁଁ। ଏହା ହେଉଛି ଏକ ଚମତ୍କାର ପ୍ରଚାର କାର୍ଯ୍ୟ, ଏକ ଚମତ୍କାର ଆହ୍ୱାନ। ଈଶ୍ୱର ଏହିପରି ଏକ ସମ୍ବାଦ ପ୍ରଦାନ କରିଅଛନ୍ତି, ଯାହାକି ମନୁଷ୍ୟର ଚିନ୍ତାର ବାହାରେ। ସୁସମାଚାର ଯେଉଁପରି ଭାବେ ସମସ୍ତ ବିଷୟ ଉପସ୍ଥାପିତ କରେ, ଏହିପରି ବିଷୟ ଜଣେ ମନୁଷ୍ୟ ପକ୍ଷରେ ସାଧନ କରିବା ସମ୍ଭବପର ହୋଇନଥାନ୍ତା, ବା ଜଣେ ମନୁଷ୍ୟ ସେହି ସମ୍ବାଦକୁ ବହନ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିନଥାନ୍ତା। ଏପରିକି ମୁଁ ଯେତେବେଳେ ଏହି ବିଷୟ ନେଇ ଚିନ୍ତା କରେ, ମୁଁ ମଧ୍ୟ ଭାବିପାରେ ନା ଯେ ଈଶ୍ୱର ମୋ ପରି ଜଣେ ଅଯୋଗ୍ୟକୁ କିପରି ଏତେ ବଡ଼ ମହାନ ସେବକ ପଦର ଭାର ଅର୍ପଣ କଲେ। କାରଣ ମୁଁ ସେଥିପାଇଁ ଯୋଗ୍ୟ ନୁହେଁ। ମୋର କୌଣସି ଯୋଗ୍ୟତା ନାହିଁ, କି କୌଣସି ଧର୍ମକର୍ମ ନାହିଁ, କି କୌଣସି ଉତ୍ତମତା ନାହିଁ। କାରଣ ସେହି ସୁସମାଚାରକୁ ବହନ କରିବା ନିମନ୍ତେ ମୋର ସେପରି ଯୋଗ୍ୟତା ବା ଧର୍ମକର୍ମ ନାହିଁ। କିନ୍ତୁ ଏହା କେବଳ ଈଶ୍ୱରଙ୍କ ଅନୁଗ୍ରହ ଲାଗି ମୁଁ ଏହି ଗୌରବମୟ ସୁସମାଚାର ପ୍ରଚାରର ସେବା କାର୍ଯ୍ୟରେ ଅଂଶୀ ହୋଇପାରିଛି। କାରଣ ଈଶ୍ୱର ଦୟାରେ ଅତି ମହାନ। ସେ ମୋ ପ୍ରତି ମଧ୍ୟ ତାଙ୍କର ଦୟା ପ୍ରକାଶ କରି ମୋତେ ଏହି ସେବକ ପଦର ଦାୟିତ୍ୱଭାର ଅର୍ପଣ କରିଅଛନ୍ତି। କିନ୍ତୁ ମୋହର ଇଚ୍ଛା ବା ଯୋଗ୍ୟତାରୁ ନୁହେଁ, ଯେହେତୁ ସେ ତାହାଙ୍କର ଅସୀମ ଅନୁଗ୍ରହ ହେତୁ ମୋତେ ଏହି ସେବକ ପଦର ଭାର ଅର୍ପଣ କରିଅଛନ୍ତି। ତେଣୁକରି ମୁଁ ସାହସହୀନ ହେବା ଉଚିତ ନୁହେଁ। ଯେତେବେଳେ ସେ ମୋତେ ଆହ୍ୱାନ କରିଅଛନ୍ତି, ସେ ମୋତେ ଶକ୍ତି ଦେବେ, ସେ ମୋତେ ଜ୍ଞାନ ଦେବେ, ସେ ମୋତେ ବୁଦ୍ଧି ଦେବେ, ସେ ମୋର ସହାୟ ହେବେ, ସେ ମୋତେ ଉତ୍ସାହ ଦେବେ, ସେ ମୋତେ ସୁରକ୍ଷା ଦେବେ। ସେ ତାହାଙ୍କର ପବିତ୍ର ଆତ୍ମାଙ୍କର ଚାଳନା ଦେଇ ମୋ ମୁଖ ଦ୍ୱାରା କଥା କହିବେ। ତେବେ ଅନେକ ଅଛନ୍ତି ଯେଉଁମାନେ କି ଭାବନ୍ତି ଯେ ମୁଁ ପ୍ରଭୁଙ୍କ ବିଷୟରେ କିଛି ଜାଣିନି, ମୁଁ କିପରି ପ୍ରଭୁଙ୍କର ସେବା କାର୍ଯ୍ୟ କରିପାରିବି। କିନ୍ତୁ ପ୍ରିୟ ଭାଇ ଓ ଭଉଣୀ, ଆମେ ସେପରି ଭାବିବା ଉଚିତ ନୁହେଁ। ଆମେ ଜାଣି ରଖିବା ଉଚିତ, ଯଦି ପ୍ରଭୁ ମୋତେ ଆହ୍ୱାନ ଦେଇଅଛନ୍ତି, ତାହେଲେ ସେ ମୋତେ ବ୍ୟବହାର କରିବେ। ମୁଁ ତାହାଙ୍କ ହସ୍ତରେ ଏକ ଅସ୍ତ୍ର ସ୍ୱରୂପ। ଏହି ବିଶ୍ୱାସ ନେଇ ଯେତେବେଳେ ଆମମାନେ ପ୍ରଭୁଙ୍କ ହସ୍ତରେ ନିଜକୁ ସମର୍ପଣ କରିବା, ସେତେବେଳେ ସେ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରିବେ। ଆମମାନଙ୍କର କୌଣସି ଜ୍ଞାନରୁ ନୁହେଁ, ଆମମାନଙ୍କର କୌଣସି ଉତ୍ତମତାରୁ ନୁହେଁ, ମାତ୍ର ତାହାଙ୍କର ଅନୁଗ୍ରହରୁ ସେ ଆମମାନଙ୍କୁ ବ୍ୟବହାର କରିବେ। ତେବେ ଏହି ସେବକ ପଦର ଚମତ୍କାରିତା କ'ଣ? ଏହାର ଚମତ୍କାରିତା ହେଉଛି ଏହାର ସୁସମାଚାର, ଯାହାକି ପ୍ରକାଶ କରେ ଯେ ଈଶ୍ୱର ମୋ ନିମନ୍ତେ କିଛି ସାଧନ କରିଅଛନ୍ତି ଓ ମୋତେ କେବଳ ତହିଁରେ ବିଶ୍ୱାସ କରିବାକୁ ହେବ ଆଉ ତାହାକୁ ଗ୍ରହଣ କରିବାକୁ ହେବ। ମୁଁ କେବଳ ଗୋଟିଏ ପଥ ଦେଇ ତାହାଙ୍କର ନିକଟବର୍ତ୍ତୀ ହୋଇପାରିବି, ଆଉ ତାହା ହେଉଛି ବିଶ୍ୱାସ।
ସେଥିପାଇଁ ଏବ୍ରି 11 ପର୍ବର 6 ପଦରେ ଲେଖା ଅଛି, ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯିଏ ଅଛନ୍ତି ଆଉ ସେ ଯିଏ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। କିନ୍ତୁ ଆପଣ ଦେଖନ୍ତୁ, ଏପରି କେତେକ ଧର୍ମାବଲମ୍ବୀମାନେ ଅଛନ୍ତି, ସେମାନେ କହନ୍ତି କର କର, ମାତ୍ର ସୁସମାଚାର କହେ କରାଯାଇଅଛି, ମାତ୍ର ତୁମମାନଙ୍କୁ ବିଶ୍ୱାସ କରିବାକୁ ଅଛି। ତେବେ ସେହି ବିଶ୍ୱାସ କ'ଣ? ସେହି ବିଶ୍ୱାସ ହେଉଛି ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିବା। ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଶାସ୍ତ୍ର ଅନୁଯାୟୀ ମୋହର ପାପ ନିମନ୍ତେ ମୃତ୍ୟୁଭୋଗ କଲେ ଓ ମୋତେ ଧାର୍ମିକ କରି ଗଣନା କରିବା ନିମନ୍ତେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଏହା ବିଶ୍ୱାସ କରିବା। ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଅନେକ ବିଶ୍ୱାସ କରନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଏହି ଜଗତକୁ ଆସି ମୃତ୍ୟୁଭୋଗ କଲେ, କିନ୍ତୁ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିପାରନ୍ତି ନାହିଁ। ପ୍ରଭୁ ଯୀଶୁ ଯେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଏହା ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ମୁଁ ଆପଣଙ୍କୁ କହି ରଖେ ଯେ ଆପଣ ଯଦି କେବଳ ବିଶ୍ୱାସ କରନ୍ତି ଯେ ପ୍ରଭୁ ଯୀଶୁ ଏହି ଜଗତକୁ ଆସି ମୃତ୍ୟୁଭୋଗ କଲେ, ତାହେଲେ ତଦ୍ୱାରା ଆପଣ ଉଦ୍ଧାର ପାଇପାରିବେ ନାହିଁ। ମାତ୍ର ଆପଣ ଯଦି ବିଶ୍ୱାସ କରନ୍ତି ଯେ ପ୍ରଭୁ ଯୀଶୁ ମୋ ନିମନ୍ତେ ଏହି ଜଗତକୁ ଆସି ମୋହର ପାପ ନିମନ୍ତେ ମୃତ୍ୟୁଭୋଗ କଲେ ଓ ମୋତେ ଧାର୍ମିକ କରି ଗଣନା କରିବା ନିମନ୍ତେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ତାହେଲେ ତାହା ହିଁ ଆପଣଙ୍କୁ ଉଦ୍ଧାର କରିବ। ତାହା ହିଁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ତାହାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟରେ ଆମେ ଆମର ବିଶ୍ୱାସକୁ ସ୍ଥାପନ କରିବାକୁ ହେବ, କାରଣ ଏହା ସାଧନ କରାଯାଇଅଛି। ଦିନ ଥିଲା ପାଉଲ ମୂଷାଙ୍କ ବ୍ୟବସ୍ଥାର ଅଧୀନ ଥିଲେ। ସେ ଜାଣିଥିଲେ ଯେ ଏହି ବ୍ୟବସ୍ଥାର ଅଧୀନ ହେଲେ କ'ଣ ସବୁ କରିବାକୁ ହୁଏ ଓ ମନୁଷ୍ୟ କେତେଦୂର ତାହା କରିବା ନିମନ୍ତେ ସମର୍ଥ ହୋଇପାରିଥାଏ। ସେଥିପାଇଁ ଫିଲିପି 3 ପର୍ବର 5 ଓ 6 ପଦରେ ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମିନ୍ ଗୋଷ୍ଠୀୟ, ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସୀ, ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। ପ୍ରକୃତରେ ସେ ବ୍ୟବସ୍ଥାର ଅଧୀନରେ ଥିଲେ ଓ ସେ ନିଜେ ନିଜର ପରିତ୍ରାଣ ସାଧନ କରିପାରିବେ ବୋଲି ଭାବୁଥିଲେ। ମାତ୍ର ଦିନେ ସେ ଦମେଶକର ପଥରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପରିଚୟ ପାଇଲେ ଓ ସେ ତାହାଙ୍କୁ ଦର୍ଶନ ଦେଲେ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ଜାଣିବା ପରେ ସେ ଏହିପରି ଲେଖିଲେ, ଯାହାକି ଫିଲିପି 3 ପର୍ବର 8 ଓ 9 ପଦରେ ଲେଖା ଅଛି, ହଁ ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ। ଆପଣ ଦେଖନ୍ତୁ, ପାଉଲ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପସ୍ଥିତି ମଧ୍ୟରେ ଛିଡ଼ା ହେବା ପରେ ସେ ଜାଣିବାକୁ ପାରିଲେ ଯେ ସେ ସେହି ପରିତ୍ରାଣ ନିଜେ ସାଧନ କରିପାରିବେ ନାହିଁ। ବ୍ୟବସ୍ଥା ପାଳନ ଦ୍ୱାରା ସେ ଯେଉଁ ସମସ୍ତ ଧାର୍ମିକତା ସାଧନ କରିଅଛନ୍ତି, ତାହା ଯଥେଷ୍ଟ ନୁହେଁ। ତାହାଙ୍କୁ ଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଅଛି। ପାଉଲ କହନ୍ତି, ସେଦିନ ତାହାଙ୍କ ନିମନ୍ତେ ଏକ ନୂତନ ଦିନ ଥିଲା, ଏକ ନୂତନ ଅନୁଭୂତିର ଦିନ ଥିଲା। ଯେତେବେଳେ ଆମେ ତାହା ଅନୁଭବ କରିପାରିବା, ତାହା ଆମମାନଙ୍କ ନିମନ୍ତେ ଏକ ନୂତନ ଅନୁଭୂତିର ଦିନ ହେବ। ଆଜି ଆମେ ଈଶ୍ୱରଙ୍କର ଅନୁଗ୍ରହ ଚାହୁଁ, ନୁହେଁ କି? କାରଣ ଈଶ୍ୱର ଅନୁଗ୍ରହକାରୀ ଓ ସେ ଆମମାନଙ୍କୁ ପ୍ରେମ କରନ୍ତି। ଈଶ୍ୱର ତାହାଙ୍କର ଅନୁଗ୍ରହରେ ଆମମାନଙ୍କ ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପ୍ରଦାନ କରିଅଛନ୍ତି ଓ ବର୍ତ୍ତମାନ ସେ ତାହାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି ଓ ତାହାଙ୍କର ସେବା କାର୍ଯ୍ୟ ନିମନ୍ତେ ମଧ୍ୟ ବ୍ୟବହାର କରନ୍ତି। ତେବେ ଦେଖନ୍ତୁ 4 ପର୍ବର 2 ପଦରେ ଏହିପରି ଲେଖା ଅଛି, ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟ ସବୁ ପରିତ୍ୟାଗ କରିଅଛୁ, ଏଣୁ ଆମ୍ଭେମାନେ ଧୂର୍ତ୍ତତାରେ ଆଚରଣ କରୁନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାର କରୁନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ। ପାଉଲ କହନ୍ତି, ଆମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖି ଉଦ୍ଧାର ପ୍ରାପ୍ତ ହୋଇଅଛୁ, କିନ୍ତୁ
ସେ ଯାହା ହେଉନା କାହିଁକି ଆମ୍ଭେମାନେ ଉଦ୍ଧାର ପାଇବା ପରେ ସେହି ସୁସମାଚାର ଆମମାନଙ୍କ ମଧ୍ୟରେ ବାସ କରିବା ଉଚିତ। ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟ ସବୁ ପରିତ୍ୟାଗ କରିଅଛୁ। ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ପରେ ଆମ୍ଭେମାନେ ସେହି ସମସ୍ତ ଲଜ୍ଜାଜନକ ଗୁପ୍ତ ବିଷୟ ସବୁ ପରିତ୍ୟାଗ କରିଅଛୁ। ଆମ୍ଭେମାନେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଏକ ନୂତନ ଜୀବନ ପ୍ରାପ୍ତ ହୋଇଅଛୁ। ପ୍ରିୟ ବନ୍ଧୁ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପାଇବା ପରେ ସୁସମାଚାରର ଆଦର୍ଶ ହେବା ଉଚିତ। ଆମ୍ଭମାନଙ୍କ ଜୀବନର କାର୍ଯ୍ୟକଳାପ ଓ ଆଚାର ବ୍ୟବହାର ଦ୍ୱାରା ସୁସମାଚାରର ସତ୍ୟତା ପ୍ରକାଶିତ ହେବା ଉଚିତ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେଉଁ ମନୁଷ୍ୟ ସୁସମାଚାର ପ୍ରଚାର କରେ ସେ ପବିତ୍ର ଜୀବନଯାପନ କରିବା ଉଚିତ। ସେଥିପାଇଁ ପାଉଲ କହନ୍ତି, ଖ୍ରୀଷ୍ଟଙ୍କର ସେବକ ରୂପେ ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟ ସବୁ ପରିତ୍ୟାଗ କରିଅଛୁ। ଆମ୍ଭେମାନେ ଯାହା ପ୍ରଚାର କରୁ ଆମମାନଙ୍କର କାର୍ଯ୍ୟକଳାପ ବା ଆଚାର ବ୍ୟବହାର ଯେପରି ତହିଁର ବିପରୀତ ନ ହୁଏ। ଏହା ଖ୍ରୀଷ୍ଟ କୈନ୍ଦ୍ରିକ ଓ ଖ୍ରୀଷ୍ଟଙ୍କର ମନୋରମତ ଜୀବନ ହେବା ଉଚିତ। ଆମ୍ଭେମାନେ ପୂରାପୂରି ପବିତ୍ର ନୁହଁ, ମାତ୍ର ଆମ୍ଭେମାନେ ଏପରି ଜୀବନଯାପନ କରିବା ଉଚିତ ଯାହା ତାହାଙ୍କର ସନ୍ତୋଷଜନକ ହୋଇପାରିବ। ମାତ୍ର ଆମ୍ଭେମାନେ ଛଳନାପୂର୍ଣ୍ଣ ଜୀବନଯାପନ କରିବା ଉଚିତ ନୁହେଁ କି ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କରି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପାଳନ କରିବା ନିମନ୍ତେ ବାଧ୍ୟ କରିବା ଉଚିତ ନୁହେଁ। ଆମେ ଯାହା ପ୍ରଚାର କରୁ ତଦନୁଯାୟୀ କାର୍ଯ୍ୟ କରିବା ଓ ଜୀବନଯାପନ କରିବା ଉଚିତ। ସେଥିପାଇଁ ଆମମାନେ କପଟୀମାନଙ୍କ ପରି ଆଚରଣ କରିବା ଉଚିତ ନୁହେଁ। ଆମ୍ଭେମାନେ ଅବାସ୍ତବ ହେବା ଉଚିତ ନୁହେଁ। ଆମ୍ଭେମାନେ ଯାହା ପ୍ରଚାର କରୁ ଆମର ଆଚରଣ ତହିଁର ବିପରୀତ ହେବା ଉଚିତ ନୁହେଁ। ଏହା ଖ୍ରୀଷ୍ଟଙ୍କର ମନୋରମତ ହେବା ଉଚିତ। ଆମ୍ଭେମାନେ ସିଦ୍ଧ ନୋହୁଁ, ମାତ୍ର ଆମମାନେ ଏପରି ଭାବେ ଜୀବନଯାପନ କରିବା ଉଚିତ ଯାହାକି ତାହାଙ୍କର ସନ୍ତୋଷଜନକ ହେବା ଉଚିତ। ଆମ୍ଭେମାନେ ଅଯୋଗ୍ୟ ଭାବେ ଈଶ୍ୱରଙ୍କ ବାକ୍ୟ ଧାରଣ କରିବା ଉଚିତ ନୁହେଁ। ଆମେ କାହିଁକି ବାକ୍ୟ ପ୍ରଚାର କରୁ? ଆମେ କ'ଣ ଅର୍ଥ ରୋଜଗାର ନିମନ୍ତେ ପ୍ରଚାର କରୁ? ଆପଣ କହିପାରନ୍ତି ଯେ ଆପଣ ଆତ୍ମାଗୁଡ଼ିକୁ ପ୍ରେମ କରିବା ହେତୁ ତାହା କରନ୍ତି। ହଁ, ତାହା ସତ କଥା। କିନ୍ତୁ ପ୍ରକୃତିରେ କ'ଣ ତାହା ଆପଣ କରିପାରନ୍ତି ନା ଅର୍ଥ ନିମନ୍ତେ ତାହା କରନ୍ତି? ଏହି ବିଷୟ ନେଇ ମୋତେ ମୋ ନିଜକୁ ସମୀକ୍ଷା କରିବାକୁ ହେବ। ପାଉଲ କହନ୍ତି, ଯଦି ମୁଁ ସୁସମାଚାର ପ୍ରଚାର ନ କରେ ତେବେ ହାୟ, ମୁଁ ଦଣ୍ଡର ପାତ୍ର। ଯାହାକି ପ୍ରଥମ କରନ୍ଥୀୟ 9 ପର୍ବର 16 ପଦରେ ଲେଖା ଅଛି। ଜଣେ ବ୍ୟକ୍ତି ସୁସମାଚାର ପ୍ରଚାର କରିପାରେ ଓ ସେ ଯାହା କରେ ବା ଯାହା କହେ ତାହା ବାସ୍ତବରେ ସତ୍ୟ ହୋଇପାରେ, ମାତ୍ର ତାହାର ଜୀବନ ଅନ୍ୟ କିଛି ପ୍ରକାଶ କରିପାରେ। ହଁ, ସୁସମାଚାର ପ୍ରଚାର କରିବା ସବୁଠାରୁ ଗୌରବର ବିଷୟ। ମାତ୍ର ସେହି ସୁସମାଚାର ପ୍ରଚାର କରି ଯଦି ଆମେ ସୁସମାଚାରର ବିପରୀତ କାର୍ଯ୍ୟ କରୁ ତାହେଲେ ତାହାଠାରୁ ବଳି ଅଗୌରବ ଓ ଅଭିଶାପର ବିଷୟ ଆଉ କିଛି ନାହିଁ। ଆମମାନଙ୍କର ଜୀବନ ଯଦି ଖ୍ରୀଷ୍ଟଙ୍କର ନୁହେଁ ଓ ଆମେ ଖ୍ରୀଷ୍ଟଙ୍କୁ ଭଲ ଭାବେ ଚିହ୍ନି ନାହୁଁ, କିମ୍ବା ଆମମାନଙ୍କ ଜୀବନରେ ବିଶ୍ୱସ୍ତତା ନାହିଁ, ତାହେଲେ ସେହି ସୁସମାଚାରର ସାକ୍ଷୀ ହେବା ମଧ୍ୟ ମୂଲ୍ୟହୀନ ଓ ଖ୍ରୀଷ୍ଟଙ୍କର ଅଗୌରବର ବିଷୟ। ଆମେ ଖ୍ରୀଷ୍ଟଙ୍କ ନାମକୁ ନିନ୍ଦିତ କରୁ। ତେଣୁ ପାଉଲ କହନ୍ତି ଯେ ସେ ଏଥିପ୍ରତି ଅତି ଯତ୍ନବାନ ଓ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ତାହା ଜଣାଇ ଦେବାକୁ ଚାହାନ୍ତି ଯେ ଯଦି ସେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ଚାହାନ୍ତି ତାହେଲେ ସେମାନଙ୍କର ଜୀବନ ପ୍ରଥମେ ସୁସମାଚାରର ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ପ୍ରିୟ ବନ୍ଧୁ, ଆପଣ କ'ଣ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବାକୁ ଚାହାନ୍ତି? ତାହେଲେ ଆପଣ ପରୋକ୍ଷ ଭାବରେ ହେଉ ବା ପ୍ରତ୍ୟକ୍ଷ ଭାବରେ ହେଉ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅଂଶୀ ହେବାକୁ ଚେଷ୍ଟା କରନ୍ତୁ। ପ୍ରଭୁ ଯଦି ଆପଣଙ୍କୁ ପ୍ରଚୁର ଭାବେ ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି ତାହେଲେ ପ୍ରଭୁଙ୍କ ବାକ୍ୟ ବିତରଣରେ ସେହି ଅର୍ଥକୁ ବିନିଯୋଗ କରନ୍ତୁ। ପ୍ରଭୁ ଯଦି ଆପଣଙ୍କୁ ଏକ ପ୍ରାର୍ଥନାଶୀଳ ଜୀବନ ଦାନ କରିଅଛନ୍ତି ତାହେଲେ ତାହାଙ୍କ ସେବକ ସେବିକାମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ। ପ୍ରଭୁ ଯଦି ଆପଣଙ୍କୁ ପୂର୍ଣ୍ଣ ସମୟବ୍ୟାପୀ କାର୍ଯ୍ୟକାରୀ ଭାବେ ଆହ୍ୱାନ କରିଅଛନ୍ତି ତାହେଲେ ପ୍ରଭୁଙ୍କ ବାକ୍ୟ ପ୍ରଚାରରେ ଅଧିକରୁ ଅଧିକ ସମୟ ଦିଅନ୍ତୁ। ଏହିପରି ଭାବେ ଆମେ ପ୍ରତ୍ୟେକ ସୁସମାଚାର ପ୍ରଚାର କାର୍ଯ୍ୟରେ ଅଂଶୀ ହୋଇପାରିବା। ମାତ୍ର ଆମେ ମନେ ରଖିବା ଉଚିତ ଯେ ଆମମାନଙ୍କର ଜୀବନ ହେଉଛି ସୁସମାଚାର, ଆଉ ଈଶ୍ୱର ଆମକୁ ସାକ୍ଷୀ ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି। ଆଜି ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ, ଯେଉଁମାନେ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାରପ୍ରାପ୍ତ, ସେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ଉଚିତ। ଏହା ହିଁ ହେଉଛି ଖ୍ରୀଷ୍ଟଙ୍କର ଆଦେଶ, ଆଉ ତାହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ପାଳନ କରିବାକୁ ହେବ। ଆମମାନେ ପ୍ରତ୍ୟେକ ସେଥିପାଇଁ ଉତ୍ତରଦାୟୀ। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଅଛନ୍ତି, ପାପ କ୍ଷମାର ଅନୁଭୂତି ପାଇଅଛନ୍ତି,
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି, ତାହେଲେ ପ୍ରଭୁ ଆଜି ଆପଣଙ୍କୁ କହୁଅଛନ୍ତି ତାହାଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ, ତାହାଙ୍କର ସୁସମାଚାର କାର୍ଯ୍ୟରେ ଅଂଶୀ ହେବା ପାଇଁ। ତାହେଲେ ପ୍ରଭୁଙ୍କର ଅଭିମତ ଆପଣଙ୍କ ଜୀବନ ମଧ୍ୟ ଦେଇ ବା ମୋ ଜୀବନ ମଧ୍ୟ ଦେଇ ସଫଳ ହୋଇପାରିବ। ଆପଣ ଦେଖନ୍ତୁ, ଏକ ମେଣ୍ଢାକୁ ଜାତ କରେ, କିନ୍ତୁ ଜଣେ ମେଷପାଳକ ମେଣ୍ଢା ଜାତ କରିପାରେ ନାହିଁ। ସେ ମେଣ୍ଢାମାନଙ୍କୁ ପାଳନ କରେ। ତେଣୁକରି ଏହା ହେଉଛି ମେଣ୍ଢା ଯିଏକି ଆଉ ଏକ ମେଣ୍ଢାକୁ ଲାଭ କରେ, କାରଣ ମେଣ୍ଢାକୁ ଜାତ କରେ। ତେଣୁ ଆମମାନଙ୍କର କର୍ତ୍ତବ୍ୟ ହେଉଛି ଅନ୍ୟ ଆତ୍ମାଗୁଡ଼ିକୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ବା ଅନ୍ୟ ମେଷଗୁଡ଼ିକୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା, ଯେଉଁ ମେଷଗୁଡ଼ିକ ଖ୍ରୀଷ୍ଟଙ୍କଠାରୁ ଦୂରକୁ ଚାଲିଯାଇଅଛନ୍ତି। ବର୍ତ୍ତମାନ ଆମେ 4 ପର୍ବର 3 ଓ 4 ପଦକୁ ଅଧ୍ୟୟନ କରିବା। ଲେଖା ଅଛି, କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ, ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ଶୈତାନ ହେଉଛି ଏହି ଯୁଗର ଅଧିପତି। ସେ ମଧ୍ୟ ଅନେକ କିଛି ବିଷୟକୁ ତାହାର ଅଧୀନରେ ରଖି ନିୟନ୍ତ୍ରଣ କରେ। ଯେଉଁମାନେ ଈଶ୍ୱରଙ୍କର ଅଧୀନ ନୁହନ୍ତି, ସେମାନଙ୍କୁ ସେ ତାହାର ଅଧୀନ କରି ତାହାର ଇଚ୍ଛାକୁ ସଫଳ କରିବା ନିମନ୍ତେ ଚେଷ୍ଟା କରିଥାଏ। ସେ ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ତେଣୁକରି ସେମାନେ ସୁସମାଚାରର ସତ୍ୟତା ଉପରେ ବିଶ୍ୱାସ କରିପାରନ୍ତି ନାହିଁ କି ତହିଁର ସତ୍ୟତାକୁ ବୁଝିପାରନ୍ତି ନାହିଁ। ସେମାନଙ୍କର ସନ୍ଦେହ ଓ ଅବିଶ୍ୱାସ ହିଁ ସେମାନଙ୍କର ବିନାଶର କାରଣ ହୋଇଥାଏ। ପ୍ରିୟ ବନ୍ଧୁ, ମନେ ରଖନ୍ତୁ, ଆପଣଙ୍କ ମନରେ ଯଦି କୌଣସି ପ୍ରକାର ଅବିଶ୍ୱାସ କିମ୍ବା ସନ୍ଦେହ ଜାତ ହେଉଥାଏ, ତାହେଲେ ଏହା ଶୈତାନର କାର୍ଯ୍ୟ। ଶୈତାନ ଚାହେଁନା ଆପଣ ଖ୍ରୀଷ୍ଟଙ୍କ ଗୌରବମୟ ସୁସମାଚାରର ଆଲୋକର ପରିଚୟ ପାଆନ୍ତୁ। ମାତ୍ର ସେ ଆପଣଙ୍କର ଆତ୍ମିକ ଚକ୍ଷୁକୁ ଅନ୍ଧ କରିଦିଏ, ଯଦ୍ୱାରା ଆପଣ ସବୁକିଛି ଦେଖିଲେ ଓ ଅଧ୍ୟୟନ କଲେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ। ତେଣୁ ଆପଣଙ୍କ ଚକ୍ଷୁରୁ ଓ ହୃଦୟରୁ ସେ ଅବିଶ୍ୱାସ ତଥା ସନ୍ଦେହର ପରଦାକୁ ଘୁଞ୍ଚାଇ ଦିଅନ୍ତୁ ଓ ଖ୍ରୀଷ୍ଟଙ୍କ ସୁସମାଚାରର ଆଲୋକକୁ ପ୍ରବେଶ କରିବା ନିମନ୍ତେ ସୁଯୋଗ ଦିଅନ୍ତୁ। ତାହେଲେ ଆପଣ ବିନଷ୍ଟ ନ ହୋଇ ଉଦ୍ଧାର ପ୍ରାପ୍ତ ହେବେ। ସେଥିପାଇଁ 1 କରିନ୍ଥୀୟ 1 ପର୍ବର 18 ପଦରେ ଲେଖା ଅଛି, କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କ ଗୌରବମୟ ସୁସମାଚାର ଖ୍ରୀଷ୍ଟଙ୍କ ଗୌରବର ଜ୍ୟୋତିକୁ ପ୍ରକାଶ କରେ। ମାତ୍ର ମନୁଷ୍ୟ ନିଜର ଅବିଶ୍ୱାସ ଓ ସନ୍ଦେହ ରୂପକ ଚକ୍ଷୁରେ ସେହି ଗୌରବର ଜ୍ୟୋତିକୁ ଦେଖିବାକୁ ପାରେ ନା କି ଦେଖିବା ପାଇଁ ଇଚ୍ଛା ମଧ୍ୟ କରେ ନା। ତାହାର ପାପ ହିଁ ତାହାର ବିନାଶର କାରଣ ହୁଏ ଓ ତାହାକୁ ଅନ୍ଧ କରିଦିଏ। ତେଣୁ ଆସୁ ସେହି ବିଶ୍ୱାସରେ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ସେ ଆଲୋକର ପଥରେ ଅଗ୍ରସର ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।